ଶିକ୍ଷଣ କାର୍ଯ୍ୟ 1 ଠିକ୍ ବନାନ ଲେଖାଥିବା ଶବ୍ଦଟିକୁ ବାଛି ପାଖ କୋଠରୀରେ ଲେଖିବା। ଆଶୀର୍ବାଦ 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 ଆଶୀର୍ବାଦ। ବେଶ 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 ବେଶ। ଶିକ୍ଷିତ 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 ଶିକ୍ଷିତ। ଶିକ୍ଷଣ କାର୍ଯ୍ୟ 2 ଆସ ଉପଯୁକ୍ତ ସ୍ଥାନରେ ବିରାମ ଚିହ୍ନ ବସାଇ ରହି ରହି ପଢ଼ିବା। ଜଣେ ଦୂତ କହିଲା, ଦେଖ ଆଗରେ ସୁନ୍ଦର ନଅରଟିଏ ଦେଖାଯାଉଛି, ଚାଲ ଆମେ ସେଠାକୁ ଯାଇ ପଚାରି ବୁଝିବା। ଅନ୍ୟ ଦୂତଟି କହିଲା, ବାଃ ଠିକ୍ କଥା କହିଛୁ। ଶିକ୍ଷଣ କାର୍ଯ୍ୟ 3 ଅନୁଚ୍ଛେଦଟି ପଢ଼ି ତଳେ ଥିବା ପ୍ରଶ୍ନର ଉତ୍ତର ଲେଖିବା। ଡାକ୍ତରୀ ପଢ଼ିବେ 64 ବର୍ଷ ବୟସର ଜୟକିଶୋର। ଦୃଢ଼ ଇଚ୍ଛାଶକ୍ତି ପାଖରେ ହାର ମାନିଲା ବୟସ। ଚାକିରିରୁ ଅବସର ନେବା ପରେ ମଧ୍ୟ ପାଠ ପଢ଼ାରେ ନିଜକୁ ନିୟୋଜିତ ରଖି ସଫଳତା ପାଇଲେ ଓ 64 ବର୍ଷ ବୟସରେ ଡାକ୍ତରୀ ପଢ଼ିଲେ ଜୟକିଶୋର। ନିରନ୍ତର ଚେଷ୍ଟା ତାଙ୍କ ଜୀବନରେ ସଫଳତା ଆଣିଦେଲା। କ ଜୟକିଶୋରଙ୍କ ଦୃଢ଼ ଇଚ୍ଛାଶକ୍ତି ପାଖରେ କ'ଣ ହାର ମାନିଲା? ଜୟକିଶୋରଙ୍କ ଦୃଢ଼ ଇଚ୍ଛାଶକ୍ତି ପାଖରେ ବୟସ ହାର ମାନିଲା। ଖ ଜୀବନରେ ସଫଳତା ପାଇବା ପାଇଁ ତୁମେ କ'ଣ କରିବାକୁ ଚାହିଁବ? ଜୀବନରେ ସଫଳତା ପାଇବା ପାଇଁ ଆମେ ନିରନ୍ତର ଚେଷ୍ଟା କରିବାକୁ ଚାହିଁବୁ।